ଓଡ଼ିଶା ସରକାର ନେଲେ ଏକ ବଡ଼ ନିଷ୍ପତ୍ତି। ପ୍ରତ୍ୟେକ ଘରେ ଘରେ 5ଟି କୁକୁଡ଼ା ବଣ୍ଟାଯିବ। କ'ଣ ଅପଡେଟ୍ ରହିଛି ଏହା ବିଷୟରେ ଜାଣିବା ପାଇଁ ଭିଡ଼ିଓକୁ ଶେଷ ଯାଏ ଦେଖନ୍ତୁ। ଏହା ପୂର୍ବରୁ ଆପଣମାନେ ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ରାଜ୍ୟର 6 ଲକ୍ଷରୁ ଉର୍ଦ୍ଧ୍ୱ ପରିବାରକୁ କୁକୁଡ଼ା ଚିଆଁ ବଣ୍ଟନ କରାଯାଉଛି। ଆଜି ମାନ୍ୟବର ମନ୍ତ୍ରୀ କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଶ୍ରୀ ରାଣେନ୍ଦ୍ର ପ୍ରସାଦ ସ୍ୱାଇଁଙ୍କ ଦ୍ୱାରା କୁକୁଡ଼ା ଚିଆଁ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। 2 ମାର୍ଚ୍ଚ 2024ରେ ଏହି କୁକୁଡ଼ା ଚିଆଁ ବଣ୍ଟନର କାର୍ଯ୍ୟ ଶୁଭାରମ୍ଭ କରାଯାଇଛି। ପ୍ରତ୍ୟେକ ଘରକୁ କୁକୁଡ଼ା ବଣ୍ଟନ କରାଯିବ। କୁକୁଡ଼ା ଚିଆଁ ବଣ୍ଟନ କରାଯିବ। ଏହା ବିଷୟରେ ଚାଲନ୍ତୁ ଟିକେ ଅଧିକ ଜାଣିବା। ରାଜ୍ୟରେ 6 ଲକ୍ଷରୁ ଉର୍ଦ୍ଧ୍ୱ ପରିବାରକୁ ସହାୟତା। ପରିବାରର ପ୍ରତି 5 ଗୋଟି କୁକୁଡ଼ା ଚିଆଁ ପ୍ରଦାନ। ଗୋଟିଏ ପରିବାରକୁ 5ଟି ଲେଖା କୁକୁଡ଼ା ଚିଆଁ ପ୍ରଦାନ କରାଯିବ। ରକ୍ତହୀନତା ଓ ଅପପୁଷ୍ଟି ଦୂରୀକରଣ ହେବ। ଓଡ଼ିଶାରେ 6 ଲକ୍ଷରୁ ଉର୍ଦ୍ଧ୍ୱ ପରିବାରକୁ କୁକୁଡ଼ା ଚିଆଁର ସହାୟତା ଦିଆଯିବ। ଗୋଟିଏ ପରିବାରକୁ 5ଟି ଲେଖାଏଁ କୁକୁଡ଼ା ଚିଆଁ ମିଳିବ। କୁକୁଡ଼ା ଚିଆଁ ବଣ୍ଟନ କାର୍ଯ୍ୟକ୍ରମ କୃଷି ଭବନ ଭୁବନେଶ୍ୱରରେ ମାର୍ଚ୍ଚ 2 ତାରିଖରେ ଆରମ୍ଭ କରାଯାଇଛି।